ॐ श्रीमाता शरणं मम आनन्दमयी चैतन्यमयी सत्यमयी परमी। शुभ संध्या। उपस्थित समस्त मातृ अनुरागी आत्मार साथी दिव्य प्रयास रे अभिप्सा रखिथिबा अपा भाई माननकु शुभेच्छा एवं प्रणाम। आज शनिवार आमर विशेष कार्यक्रम रही आमर आलोचनार विषय वस्तु रही जड़ शरीर मूल्य। यह आलोचना करिवे आम सभी प्रिय लतिका आपा। मुझे लतिका आपा को अनुरोध करुच्ची से आलोचना आरंभ करते। अपा ओम आनंदमयी चैतन्यमयी सत्यमयी परम श्रीमातृ मीरा रविंद्र शरणं मम। उपस्थ समस्त मोर आपणार भाई अपमान को मोर हृदयर प्रणाम। पूज्य दुई भाई को मोर प्रणाम। आज जो विषय दिखाई चिरंतनी जड़ शरीर मूल्य। माँ पाखरे यही प्रसंगटी को समर्पण करी आलोचना धन्यवाद। जड़ शरीर मूल्य विषय माँ चिरंतन कहते प्रथम वाक्य दिव्य केन्द्र चारिपटे सत्ता को संगठित करने को हेले पृथ्वी उपर जड़ शरीर केवल करने को हेब। जेते बेले जड़ शरीर नथिबो एकाम संभव नहीं। चैत्य सत्ता चारिपटे आम सत्ता गुड़ को संगठित करने ये पृथ्वी उपर ये जड़ शरीर केवल करने को हेब। जेते जड़ शरीर नथिबो सेते ये कामटी संभव हेब नहीं। द्वितीय वाक्य कहते मनीष भितर दिव्य केन्द्र थिबारु से मनीष यह साधन करिपरिबो। मनीष भितर से दिव्य केन्द्र चैत्य केन्द्र थिबारु ये कामटी मनीष ताको साधन करिपरिबो। तृतीय वाक्य कहते तथापि मनुष्य एक शरीर धरी बंचु थांती कारण जानी न थांती अज्ञान भाव शरीर छाड़ती। यह बारंबार होता है। दिन आसी कही जने कहे सावधान यही उद्देश्य साधन पाई तुम एठाक आस देख एथर जेपरि तुम तुम सुजोग न हराओ। भगवान जिते निजक प्रकाश करने इच्छा कले विभिन्न अवतार माध्यम निश्चितन बाहरी चेतनार शुभारंभ करी विवर्तन धारा ऊर्ध्व गति कले जहाँ आम 10 अवतार आम कहू। मनीषर मन प्राणीग चेतनार जन्म नहीं ता भितर जड़र गुण प्राणर गुण मनर गुण रही। तीन क्षेत्र विकास हो चलती। बहु अज्ञानता भरी रही जहा द्वारा मनीष निजक देखि पारुनी कि जानी पारुनी
ନିଜର ପରିଚୟ ପାଇପାରୁନି, ଅଜ୍ଞାନତାର ଆବରଣ ତାକୁ ବେଢି ରହିଛି। ତେଣୁ ପଶୁର ଜୀବନ, ଅସୁରର ଜୀବନ, ମଣିଷର ଜୀବନ ଧରି ମଣିଷ ନାମାଙ୍କିତ ଆଧାରଟି ହୋଇଛି। ଚେତନାର ବିକାଶ ଯେତେ ବଢି ଚାଲିବ, ଦିବ୍ୟତା ଦିଗରେ ମଣିଷ ଜୀବନ ଅନ୍ୟ ଚେତନାର ମୁକ୍ତି ପାଇପାରିବ। ସେ କଥା ଜାଣିବା ଦରକାର, ଚାହିଁବା ଦରକାର, ପ୍ରୟାସ ଦରକାର, ଅଭ୍ୟାସ ଦରକାର। ସଚେତନ ମନ ନେଇ ଏହି ପଥ ଦେଇ ଗତି କଲେ ମଣିଷ ଜୀବନଟିଏ ଲାଭ କରିପାରିବ। ଭଗବାନ ସୃଷ୍ଟି ପାଇଁ ଯେଉଁ 4ଟି ସତ୍ତାଙ୍କୁ ପଠେଇଥିଲେ, ସତ୍ୟ, ପ୍ରେମ, ଆଲୋକ, ଜୀବନ, ସେ ବିପରୀତ ମାର୍ଗରେ ଗତି କଲେ। ଭଗବାନ କଣ କଲେ ନା, ସେଇ ଜଡର ପରିଣତି ଦେଖି ତା ଭିତରେ ପରମ ପ୍ରେମ ରୂପେ ସୃଷ୍ଟିକୁ ଆଗେଇ ନେଲେ। ତେଣୁ ଜଡରୁ ଗଛ ଲତା ପଶୁ ପକ୍ଷୀ ସ୍ତର ଦେଇ ମଣିଷ ସ୍ତରରେ ଚେତନା ପହଞ୍ଚିଛି। ତେଣୁ ସେଇ ମିଥ୍ୟା, ଅଜ୍ଞାନ, ମୃତ୍ୟୁ, ଯନ୍ତ୍ରଣା ଆମ ଚେତନାରେ ରହିଛି। ମନ, ପ୍ରାଣ, ଶରୀର ନିମ୍ନ ଚେତନାର ଗୁଣଧର୍ମ ଯାହା ମା ବହିରେ ଶ୍ରୀ ଅରବିନ୍ଦ ଲେଖିଛନ୍ତି। ମନର, ପ୍ରାଣର, ଶରୀରର ଆଳସ୍ୟ, ଅଜ୍ଞାନ, ଅହଂ, ସ୍ୱାର୍ଥ, ଇର୍ଷା, ମୋହ, ଆସକ୍ତି, ମନର ଧାରଣା, ଅଭିମତ, ଅଭିରୁଚି, ଅଭ୍ୟାସ, ପରିକଳ୍ପନା, ଏସବୁ ରହିଛି ଆମରି ଭିତରେ। ଚେତନାର ବିକାଶ ଦ୍ୱାରା ମଣିଷ ନିଜକୁ ଜାଣିବ ଆଉ ନିଜକୁ ବିଶ୍ୱ ଦରବାରରେ ଜଣେ ମଣିଷ ରୂପେ ଠିଆ ହେବ। ଏଇ କାମ ପାଇଁ ସାଧୁ, ସନ୍ଥ, ମହାପୁରୁଷ ଅବତାର ମଣିଷ ରୂପରେ ଆସି ନିମ୍ନ ଚେତନାକୁ ଗତିଶୀଳ କରିଚାଲିଛନ୍ତି। ସାଧୁ, ସନ୍ଥ, ମହାପୁରୁଷ ମାନେ, ଅବତାର ମାନେ ଯୋଉ ଶିକ୍ଷା ଦିଅନ୍ତି, ସେ ଶିକ୍ଷାକୁ ଯୋଉମାନେ ଗ୍ରହଣ କରନ୍ତି, ସେମାନେ ଚେତନାର ଆଗକୁ ଆସନ୍ତି। ସେ ଯିଏ ଗ୍ରହଣ କରିବ, ସେ ଚେତନା ଶୀଳରେ ଆଗ ପାହାଚରେ ପହଞ୍ଚିବ। ମଣିଷ ଶରୀର ଭଗବାନଙ୍କର ଏକ ମନ୍ଦିର। ଚୈତନ୍ୟତା ହୃଦୟ ସିଂହାସନରେ ପରମ ଆସନ। ସେ ଶରୀର, ମନ, ପ୍ରାଣକୁ ଧାରଣ କରିଛନ୍ତି। ତାଙ୍କ ଦିବ୍ୟ ଗୁଣ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି। ଏକଥା କେବଳ ମଣିଷ ଜାଣିପାରିବ ତାଙ୍କ ସହ ସଂଯୋଜିତ ହେଲେ। ସଂଯୋଜିତ ପୁଣି କିପରି ହେବ? କିଏ ତାଙ୍କ ପାଖକୁ ନେବାର ସହାୟତା କରିବ? ତାଙ୍କ ସହ ସଂଯୋଜିତ ହେବା ପାଇଁ ପ୍ରଥମେ ମନ ଚାହିଁବ। ମନରୁ ସେ ଚେତନାକୁ ହାତ ପାଉନି, କିନ୍ତୁ ମନ ଦ୍ୱାରା ହିଁ ତାହା ହିଁ ହୋଇପାରିବ। ଦାସିଆ ବାଉରୀ କଣ ଶାସ୍ତ୍ର ଜ୍ଞାନ ପଢି ଭଗବାନ ଖୋଜିଥିଲା? ତାହା ହେଲା ହୃଦୟର ଭଲ ପାଇବା। ଥରେ ଯଦି ସେ ପରମ ପ୍ରଭୁ ତୁମ ହୃଦୟକୁ ଛୁଇଁ ଦେଇଗଲେ, ତେବେ ସେ ଅଜଣା ସ୍ପର୍ଶ କେବେ ହୃଦୟ ଭୁଲି ପାରିବ ନାହିଁ। ପରମଙ୍କ ସହ ସଂଯୋଜିତ ହେବାର ଏହା ପ୍ରଥମ ପଦକ୍ଷେପ। ତାହାକୁ ଯଦି ହୃଦୟର ଗଣ୍ଠି ଧନ କରି ରଖିଥିବ, ତାହା ଏଇ ଶରୀର, ମନ, ପ୍ରାଣକୁ ଆଚ୍ଛାଦିତ କରିଦେଇ ପାରିବ। ଜୀବନ ଧନ୍ୟ ହୋଇଯିବ, ଅର୍ଥାତ୍ ଭଗବତ ମାର୍ଗରେ ଯିବା ପାଇଁ ବାଟ ଖୋଲିଯିବ। କୋଟି କୋଟି ଯୁଗ ତପସ୍ୟା କରି ଯେ ମିଳନ୍ତି ନାହିଁ, ବ୍ରହ୍ମା ବିଷ୍ଣୁ ଯାହାର ସନ୍ଧାନ ପାଆନ୍ତି ନାହିଁ, ସେ ପୁଣି ବାଇଗଣିକିଆରେ କଣ୍ଟା ହାତରେ ଲହୁ ଲୁହାଣ ହୋଇ ଭଲ ପାଉଥିବା ଅନ୍ତରଟି ପାଖରେ ପହଞ୍ଚି ଯାଆନ୍ତି। ତେଣୁ ସେ ଭାବରେ ବନ୍ଧା, ଭାବଗ୍ରାହୀ। ସେ ପରମ ବ୍ରହ୍ମ ଇଚ୍ଛା କରିଛନ୍ତି ସେ ବହୁରେ ପ୍ରକାଶ ହେବେ। ସେଇଦିନ ଜଡ ଶରୀରର ମୂଲ୍ୟ ବର୍ଦ୍ଧିତ ହୋଇ ଉଠିବ। ଏହା କିପରି ସମ୍ଭବ ହେବ? ସେ ଆସନ୍ତି ମଣିଷ ହୋଇ, ମଣିଷ ପାଖକୁ ବୁଝେଇ ଦିଅନ୍ତି, ଶିଖେଇ ଦିଅନ୍ତି, ହାତ ଧରି ବାଟ ବତେଇ ଦିଅନ୍ତି, ବିଶ୍ୱକୁ ଅମୃତ କରିପାରନ୍ତି। ମନରେ ବୁଦ୍ଧି କୌଶଳ ହୋଇ ପାଖରେ ପହଞ୍ଚାଇ ଦିଅନ୍ତି। ନିଜକୁ ନିଜେ ଯେତେବେଳେ ବିଶ୍ୱରେ ସର୍ବବସ୍ତୁରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି, ପ୍ରକାଶ ହେବାର ମାର୍ଗ ସେ ନିଜେ ହିଁ ପ୍ରସ୍ତୁତ କରୁଛନ୍ତି। ଆମ ନିମ୍ନମାନର ଚେତନା ଧରି ତାହା ଜାଣିପାରୁନାହୁଁ।
ଯୋଉ ଅସମ୍ଭବ ବୋଲି ଆମକୁ ଯାହା ଆଜି ଲାଗୁଛି ତାହା କେବଳ ତାଙ୍କ ଦ୍ୱାରା ହିଁ ସମ୍ଭବ ହେବ। ଚିରନ୍ତନୀରେ ମା କହିଛନ୍ତି ଯେଉଁ ଦିବ୍ୟ କେନ୍ଦ୍ର ହୃଦୟ ମଧ୍ୟରେ ରହିଛି ତାର ଚାରି ପାଖରେ ନିଜକୁ ସୁସଂଗଠିତ ରଖ। ତାହା କେବଳ ଏଇ ପୃଥିବୀ ମଧ୍ୟରେ ଜଡ ଶରୀର ମଧ୍ୟରେ କରିବାକୁ ହେବ। ଏଇ ଶରୀରରେ ଏଇ ପୃଥିବୀରେ କରାଯାଇ ପାରିବ। ଏଇ ଶରୀର ଥିବା ଅବସ୍ଥାରେ ଏଇ ଜୀବନରେ ଯେତେବେଳେ ଏ ଶରୀର ନଥିବ ସେତେବେଳେ ତୁମ ପକ୍ଷେ ଆଉ ସେ କାର୍ଯ୍ୟଟି କରିହେବ ନାହିଁ। ଏଇ କାମଟି ପାଇଁ ମଣିଷ ବାର ବାର ଜନ୍ମ ନେଉଛି, ମୃତ୍ୟୁ ମୁଖରେ ପଡୁଛି, ପୁଣି ସେଇ କାମ ପାଇଁ ଆସୁଛି। ତଥାପି ମନୁଷ୍ୟ ଏତେ ଅଚେତନ ଯେ ମୃତ୍ୟୁ ପର୍ଯ୍ୟନ୍ତ ବି ମଧ୍ୟ ଜାଣିପାରୁନି ମୁଁ କାହିଁକି ଆସିଥିଲି। ଏହି ବଞ୍ଚିବା ମରିବା ଭିତରେ ଜଣେ କିଏ ଆସି ତୁମକୁ କହିବ ସାବଧାନ, ତୁମେ କାହିଁକି ସଂସାରକୁ ଯାଉଛ ଆସୁଛ। ଦିନେ ହେଲେ ଭାବିଲନି ସେଇ କାମ ପାଇଁ ତୁମକୁ ଜୀବନଟା ଦିଆଯାଇଛି। ବାରମ୍ବାର ଜନ୍ମ ମୃତ୍ୟୁ ଦ୍ୱାର ଦେଇ ଆସିବା ଯିବା ହେଉଛି ମନେ ରଖ। ଏଥର ଯେପରି କଥା ଭୁଲି ନ ଯାଅ। ଏଥର ଯେପରି ତୁମେ ତୁମର ସେହି ସୁଯୋଗ ନ ହରାଅ। ଆମ ଜୀବନ କାହିଁକି ଦିଆଯାଇଛି ଜାଣିଲେ ଯେ ଭଗବତ କର୍ମ କରିବା, ଭଗବାନ ତହିଁରେ ପ୍ରକାଶ ହେବେ। କିପରି କର୍ମ କରିବା? କର୍ମ ଆମେ କରୁଛୁ ବୋଲି ଆମ ଧାରଣା ରହିଛି ଯେ ଆମ ଭିତରେ ଅଛନ୍ତି, ଶକ୍ତି ତାଙ୍କର, ପ୍ରେରଣା ତାଙ୍କର, ଆଧାର ମଧ୍ୟ ତାଙ୍କର। ତେବେ କିମ୍ବା ଆମେ କରୁଛୁ ବୋଲି କର୍ମ କହୁଛୁ, ଏକଥା ଜାଣିବି କହୁ ଆମେ କରୁଛୁ। ଏହା ହିଁ ଆମର ଅଜ୍ଞାନତା। କେବଳ ଯୋଗ ଦ୍ୱାରା ଆମର ଅଜ୍ଞାନତା ତୁଟିବ। ମଣିଷ ଯେ ପର୍ଯ୍ୟନ୍ତ ନିଜକୁ ଜାଣିନି ମୁଁ କିଏ ବୋଲି, ସେ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଭୁଲ ହେଉଥିବ। ମନ ଯେପର୍ଯ୍ୟନ୍ତ ନ ଜାଣିଛି ପ୍ରକୃତିର ଦାସ ହୋଇ ଯେଉଁ ସୁଖ ଆସ୍ୱାଦନ କରୁଛି, ତାହା ତାକୁ ଯେଉଁ ଜୀବନ ଦିଆଯାଇଛି ତାର ଲକ୍ଷ୍ୟ ଦିଗରେ ତାକୁ ନେଇଯାଇ ପାରିବ ନାହିଁ। ତେଣୁ ତାକୁ ଏଥିରୁ ମୁକ୍ତ ହେବାକୁ ହେବ। ତାହା ହେବ ଊର୍ଦ୍ଧ୍ୱର ଏକ ଆକର୍ଷଣ ବା କୃପା, ଯାହାକୁ ଯୋଗ କୁହାଯାଏ। ଯୋଗ କରିବାକୁ ଏହି ଶରୀରଟି କେତେବେଳେ ଚାହେଁ। ବାହ୍ୟ ଶରୀର ମନ ପ୍ରାଣରୁ ସାଉଣ୍ଡ ଥିବା କ୍ଷଣିକ ସୁଖରେ ଯେତେବେଳେ ଆଧାରଟି ଛଟପଟ ହୁଏ, ସେତେବେଳେ ମନ ଉପାୟ ଖୋଜେ, ଅନ୍ତର୍ଜଗତରେ ପ୍ରବେଶ କରେ, ଜୀବନର ରହସ୍ୟ ଆବିଷ୍କାର କରେ। ତାହା ହେଲା ଯୋଗ ମାର୍ଗ। ଏହି ପଥଟି ଧରିବା ପାଇଁ କେତେ ପଥ, କେତେ ଜନ୍ମ ଅତିକ୍ରମ କରିବାକୁ ହୁଏ। ପେଟ ପୁରିଗଲେ ଯେପରି ଖାଦ୍ୟ ପାଖରୁ ମୁହଁ ଫେରିଆସେ, ସେହିପରି ନିମ୍ନ ଚେତନାର ଗୁଣ ଧାରଣ କରି ରହିଥିବା ପର୍ଯ୍ୟନ୍ତ ଏହି ବାହ୍ୟ ଚେତନା ଦ୍ୱାରା ପ୍ରଭାବିତ ହୋଇ କ୍ଷତ ବିକ୍ଷତ ହୁଏ। ସେତେବେଳେ ଅନନ୍ତଙ୍କ କୃପା କଣିକାରୁ ଯେବେ ଟିକିଏ ଝଲକ ପାଏ, ଦେହ ମନ ପ୍ରାଣ ଶାନ୍ତ ଶୀତଳ ଆନନ୍ଦର ସ୍ପର୍ଶ ଅନୁଭବ କରେ। ତେବେ ତା ପାଇଁ ପାଇବାର ପ୍ରୟାସ ହୋଇଥାଏ। ତଥାପି ବିରୋଧୀ ଶକ୍ତି ପଥରେ ବହୁ ବାଧା ସୃଷ୍ଟି କରନ୍ତି। ସୁନାରୁ ଖାଦ ବାହାର କରିବା ପାଇଁ ଯେପରି ନିଆଁରେ ପକାଯାଏ, ସେହିପରି ଶୁଦ୍ଧ ନିର୍ମଳ ମନ ପ୍ରାଣକୁ କରିବା ପାଇଁ ଏସବୁ ଆବଶ୍ୟକ ହୋଇଥାଏ। ପରମଙ୍କର ସ୍ପର୍ଶ ଯେବେ ହୃଦୟ ଅନୁଭବ କରିଥାଏ ଓ ନିରନ୍ତର ଊର୍ଦ୍ଧ୍ୱ ଦିଗରେ ଆଶ୍ରୟ କରି ଚାଲିଥାଏ, ତାଙ୍କ ବିନା କୌଣସିରେ ଆକୃଷ୍ଟ ନ ହୋଇ ଜୀବନ ବଞ୍ଚିବାର ଉତ୍କଣ୍ଠା ବଢି ଚାଲୁଥାଏ। ସେ କୃପାମୟୀ ତାଙ୍କ ସ୍ନେହ ପଣତରୁ ସ୍ପର୍ଶ ଦିଅନ୍ତି। କିନ୍ତୁ ଆମେ ଆମର ଅଜ୍ଞାନତା ଯୋଗୁଁ କାମନା ଆତ୍ମାକୁ ଧରି ରଖିଛୁ। ଏଣୁ ସୁଖ, ସ୍ୱାର୍ଥ, ଅଧିକାର, ଉପଭୋଗ ପାଇଁ ଅହଂକୁ ଛାଡୁନାହୁଁ। ଅହଂ ହେଲା ପ୍ରଥମ ପ୍ରଧାନ ପ୍ରତିବନ୍ଧକ। ଆତ୍ମାର ସୁନ୍ଦର ମନ୍ଦିରକୁ ଅହଂର ସେନାବାହିନୀ ଘେରି ରହିଛନ୍ତି, କାରଣ ପ୍ରକୃତି ତାକୁ ଅହଂ ପାଖରେ ବାନ୍ଧି ଦେଇଛି। ମଣିଷର ମନ ଏପରି ଯେ ବିଶ୍ୱାସର ଅଭାବ ନାହିଁ, କିନ୍ତୁ ତାର ଗତି ମନ୍ଥର। ମନ ଶକ୍ତି ମଣିଷକୁ ଅଗ୍ରଗାମୀ କରେ ସତ, ଆଗକୁ ଟାଣେ ନାହିଁ, ପଛରୁ ଠେଲେ। ତେଣୁ ଶ୍ରୀ ଅରବିନ୍ଦ କହିଛନ୍ତି, ମାଇଣ୍ଡ ଇଜ ଅନ୍ ଇନଷ୍ଟ୍ରୁମେଣ୍ଟ ଅଫ୍ ଆକ୍ସନ, ଫର୍ମେସନ ଆଣ୍ଡ ନଟ୍ ଆନ୍ ଇନଷ୍ଟ୍ରୁମେଣ୍ଟ ଅଫ୍ ନଲେଜ। ମନ ହେଉଛି କାର୍ଯ୍ୟର ରୂପ ଗଠନର ଏକ ଯନ୍ତ୍ର। ଏହା ଜ୍ଞାନର ଏକ ଯନ୍ତ୍ର ନୁହେଁ।
ମଣିଷ ଆସିବା ପୂର୍ବରୁ ପଶୁମାନେ ଆସିଥିଲେ, ସେମାନଙ୍କର ଚିନ୍ତା କରିବାକୁ ମନ ନଥିଲା। ମଣିଷ ତାର ମନୋବୃତ୍ତି ଦ୍ୱାରା ଚିନ୍ତା କରି କର୍ମ କୌଶଳ ଶିକ୍ଷା କରି ବହୁତ ଦୂର ଆଗେଇ ଗଲାଣି, କିନ୍ତୁ ଅନ୍ତର୍ଗତ ଚେତନାରେ ସେତିକି ବଢି ପାରିନି। ଚନ୍ଦ୍ରମଣ୍ଡଳରେ ସମୁଦ୍ର ଗହ୍ୱରରେ ସବୁ ଠାବ କରି ସାରିଲାଣି, କିନ୍ତୁ ନିଜେ କଣ, କିଏ, କାହିଁକି ସଂସାରକୁ ଆସିଛି ସେ କଥା ଏଯାଏଁ ଜାଣିନି। ଏଇ ଅଜ୍ଞାନତା ତାର ଲକ୍ଷ୍ୟ ପଥରେ ବାଧକ ହେଉଛି। ଅହଂ ଦ୍ୱାରା ସେ ପରିଚାଳିତ ହେଉଛି। ଅହଂ ହିଁ ତାର ସାମ୍ରାଜ୍ୟ, ତାର ବଞ୍ଚିବାର ଆଧାର ବୋଲି ଭାବିଛି। ଏହି ସାମର୍ଥ୍ୟ ଯେବେ ଈଶ୍ୱର ଅଭିମୁଖ ହୁଏ, ନିମ୍ନ ଚେତନାରୁ ମୁକ୍ତ ହୁଏ, ତେବେ ସେ ପଥ ଖୋଜି ପାଇବ। ବିଷୟ ହେଉଛି ସେ ସ୍ୱୟଂ ନିଜେ। ସେଇ ପରମେଶ୍ୱର ସବୁ ଭିତରେ ଗୁପ୍ତ ଭାବରେ ରହିଛନ୍ତି। ସେ ଏଇଠି ନିଜର ପ୍ରକୃତ ଶରୀରରେ ପ୍ରକାଶ ପାଇବେ। ମଣିଷ ଏଇ ଜଡରୁ ଆସିଛି, ନିଜକୁ ଜାଣିନଥିବାରୁ ବାହ୍ୟ ଜୀବନରେ ବଞ୍ଚୁଛି, କିନ୍ତୁ ତା ଭିତରେ ପରମ ବ୍ରହ୍ମ ପରମାତ୍ମା ଅନ୍ତରାତ୍ମା ରୂପରେ ବିରାଜମାନ। ସେଇ ଜଡ ଖୋଳବା ଭିତରେ ଲୁଚିଛନ୍ତି। ଗଛ ଲତା ପଶୁ ପକ୍ଷୀ ନଦୀ ନାଳ ପର୍ବତ ସବୁ ଭିତରେ ସେ ଲୁଚିଛନ୍ତି। ବର୍ତ୍ତମାନ ମଣିଷ ସ୍ତରକୁ ଆସି ତାକୁ ମନଟିଏ ଦେଇଛନ୍ତି। ଅନ୍ତର ବାହାର ସେ ଖୋଜି ପାରିବାର ଜ୍ଞାନ ମଧ୍ୟ ତା ଭିତରେ ଲୁକାୟିତ। ସେ ଦିନେ ଏଇ ମିଥ୍ୟାର ଆବରଣ ଖୋଲି ମଣିଷକୁ ଦେଖାଦେବେ। କେବଳ ଏତିକି, ମଣିଷ ଯଦି ତା ଭିତରେ ଖୋଜିବାର ମନଟି ସୃଷ୍ଟି କରିପାରେ, ନିଜକୁ ସେଇ କାମରେ ନିୟୋଜିତ କରିପାରେ, ତାଙ୍କ ସହ ଏ ଲୁଚଗାଳି ଖେଳରେ ଭାଗ ନେଇପାରେ, ତେବେ ଜୀବନକୁ ସ୍ୱର୍ଗ କଣ, ବୈକୁଣ୍ଠ ଗୋଲକ ସବୁର ଆନନ୍ଦ ସେ ନିଜ ଜୀବନକୁ ଉପରେ ଆଣିପାରିବ। ସେଇ ସମୟ ଉପସ୍ଥିତ। ଚାଲ ଆମେ ତାକୁ ଏଇ ଜଡ ଶରୀର ମଧ୍ୟରେ ଖୋଜିବା। ଆଜି ବିଜ୍ଞାନୀ ମଣିଷ ଯାହା ଖୋଜେ ସବୁ ବାହାରେ ଅଛି। ଦୃଷ୍ଟି ତାର ବାହାରେ, ଭିତରେ ଥିବା ଆଲୋକ ସେ ସବୁକୁ ଆମ ମନ ଜ୍ଞାନରେ ଦେଇଥିବାରୁ ମଣିଷ କେତେ ଉଦ୍ଭାବନ, କେତେ ଆବିଷ୍କାର କରି ସେ ସବୁ ସଂସାର ଦାଣ୍ଡରେ ବିପଣୀ ମାଳାରେ ଖଞ୍ଜି ଦେଇଛି ପାର୍ଥିବ ସୁଖ ସମ୍ଭୋଗ ପାଇଁ। ଆଉ କହେ ମୁଁ ଏସବୁ କରିଛି। ସେ ଅନ୍ତର୍ଜଗତରେ ପ୍ରବେଶ କରି ନଥିବାରୁ ଏଇ ବାହ୍ୟ ଜିନିଷରେ ପ୍ରବୃତ୍ତ ହୋଇଛି। ମାନ, ଜ୍ଞାନ, ଧନ, ଯଶ କୀର୍ତ୍ତିରେ ମଣ୍ଡିତ ହୋଇ ଜୀବନର ପରିପୂର୍ଣ୍ଣତା ଭାବୁଛି, କିନ୍ତୁ ସେଇ ବାହ୍ୟ ପରିପୂର୍ଣ୍ଣତାରେ ପ୍ରେମମୟଙ୍କୁ ମଣିଷ ପ୍ରାପ୍ତ ହୋଇପାରିବନି। ଏକମାତ୍ର ଲକ୍ଷ୍ୟ ଯଦି ହୁଏ ଏଇ ଶରୀର ମନ୍ଦିରରେ ତାଙ୍କ ଦର୍ଶନର ଏକମାତ୍ର ଆକାଂକ୍ଷା, ସବୁ ଭିତରେ ତାଙ୍କ ପ୍ରକାଶର ଯନ୍ତ୍ରଟିଏ ରୂପେ ଏଇ ଶରୀରକୁ ତାଙ୍କ କାମରେ ଲଗାଇବାର ଆସ୍ଥାକୁ ଅପ୍ରତିହତ ଭାବେ ମାଙ୍କ ଚରଣରେ ସମର୍ପଣ କରିବା ଶିଶୁଟିଏ ପରି, ତେବେ ସେଇ ଦିବ୍ୟ ଜନନୀ ତାଙ୍କ ସ୍ନେହ ପଣତରେ ତୋଳି ନେଇ ତୁମକୁ ପ୍ରସ୍ତୁତ କରିବେ। ତେବେ ଜଡ ଶରୀର ମୂଲ୍ୟ ଅମୂଲ୍ୟ ହୋଇ ଉଠିବ। ସେଇ ସମୟ ବର୍ତ୍ତମାନ ଉପସ୍ଥିତ। ଏ କାମଟି ତୁମକୁ ବାଛି ନେବାକୁ ହେବ। ତୁମ ପାଇଁ କେହି ବାଛିବେନି, କେହି ବାଛି ଦେବେ ନାହିଁ। ତୁମ ଭବିଷ୍ୟତ ଜୀବନ ତୁମେ ନିର୍ଣ୍ଣୟ କରିବ। ଯାହା ମହାଜ୍ଞାନୀ ମାନେ ମୁନି ପାଇନାହାନ୍ତି, ତେଣୁ ଭାଗବତରେ ଅଛି, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମଣିଷ ସଂସାରରେ କେତେ କଣ କଲାଣି। ଆଦିମ ମଣିଷ ମାଟି କାଦୁଅରେ ଶୋଇ କଞ୍ଚା ମାଂସ ଖାଇ ସେ ଜୀବନ କାଟୁଥିଲା, ସେ ମଣିଷ ଆଜି ଚନ୍ଦ୍ର ରାଇଜରେ ରହିବାକୁ ପ୍ରସ୍ତୁତ ହେଲାଣି। ଏସବୁ ମଣିଷର ବାହ୍ୟ ଜୀବନ କଥା। ଏ ଅନ୍ତର୍ଜୀବନ ବିଷୟରେ ଏବେ ବି ମଣିଷ ଅଜ୍ଞ। ତେଣୁ ବାର ବାର ପ୍ରଭୁ ଏ ମରଣଶୀଳ ପୃଥିବୀକୁ ମଣିଷ ପାଖକୁ ମଣିଷ ହୋଇ ବାପା ମା ଭାଇ ବନ୍ଧୁର ସମ୍ପର୍କ ରଖି କାର୍ଯ୍ୟ କରି ପୁଣି ଫେରି ଯାଉଛନ୍ତି। ଏବେ ନୂତନ ବେଳା, ନୂତନ ଯୁଗ, ସୁବର୍ଣ୍ଣ ସତ୍ୟ ଯୁଗ ଯାହାର ନାଁ ଉପସ୍ଥିତ। ସର୍ବତ ଚେତନାମୟୀ ମା ଆସିଛନ୍ତି। ସବୁ ମନୁଷ୍ୟଙ୍କୁ ନୂତନ ଧାରାରେ ଭଗବତ କାର୍ଯ୍ୟରେ ପ୍ରସ୍ତୁତ କରିବେ।
ତାଙ୍କୁ କିଏ ଚିହ୍ନୁ ବା ନ ଚିହ୍ନୁ, ସେ ସମସ୍ତଙ୍କର ମା। ମା ଠାରୁ ମିଠା କୋମଳ ସରସ ସ୍ନେହପୂର୍ଣ୍ଣ ଶୀତଳ ମନୋହର ଦ୍ରବ୍ୟ ଆଉ କେଉଁଠି ନାହିଁ। ଏଇ ମା ଦ୍ୱାରା ସବୁ ସମ୍ଭବ। ଯାହାର ନାମ, ଯାହାଙ୍କର ନାମ ଭଗବାନ, ସେ ବି ଏଇ ମାର ପଣ ତଳେ ଆଶ୍ରୟ ନିଅନ୍ତି। ଏ ସେଇ ମା, ତାଙ୍କ ସମ୍ପର୍କରେ ସମସ୍ତେ ଜାଣିଲେଣି, କହିବା କିଛି ଆବଶ୍ୟକ ନାହିଁ। ଆମ ସଂସାରରେ ଯାହାର ସନ୍ତାନ ଛୋଟା କେମ୍ପା ଅନ୍ଧ, ତାର ମା ସନ୍ତାନର କାମ ପାଇଁ ଆଗକୁ ବାହାରି ଆସେ ଓ ସନ୍ତାନ ପାଇଁ ନିଜକୁ ଅଜାଳି ଦିଏ। ବିଶ୍ୱ ଜନନୀ ଆଜି ସେଇ ମାଟିର ମା ସାଜିଛନ୍ତି। এই ଧୂଳି ମାଟିର ମଣିଷ ଆଜି ବିଶ୍ୱ ଦାଣ୍ଡରେ ଭଗବତ କାର୍ଯ୍ୟ କରିବା ପାଇଁ ମାର ସହାୟତାରେ ଅଣ୍ଟା ଭିଡ଼ି ଠିଆ ହୋଇଛି। ତାହା ଆଜି ଜଡ଼ ପ୍ରାଣ ମନଧାରୀ ଏକ ଅଜ୍ଞାନ ମଣିଷ ଆଧାର ମଧ୍ୟରେ ଗୁପ୍ତ ଭାବେ ପରମ ବ୍ରହ୍ମ ପରାତ୍ପର ପରମେଶ୍ୱର ଅନ୍ତରାତ୍ମା ରୂପରେ ରହି କିପରି ଏ ଜଡ଼ ଶରୀରର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି, ତାହା ସେଇ ମହାପ୍ରଭୁଙ୍କ ଲେଖନୀ ମୁନରେ ଯାହା ଲେଖିଛନ୍ତି, ତାହା ଆଜି ତାଙ୍କ ସନ୍ତାନ ମାନଙ୍କ ପାଖରେ ସେ ହିଁ ଆମ ମାଧ୍ୟମରେ ଉପସ୍ଥାପନ କରୁଛନ୍ତି। ଆମେ ଯଦି ଆନ୍ତରିକ ଭାବେ ଭଗବାନଙ୍କୁ ଭଲ ପାଉଥିବା, ସେ ଯେଉଁ ନାମ ରୂପ ହୁଅନ୍ତୁ ନା କାହିଁକି, ସେ ସେଇ ଭଗବାନ ନାମରେ ନାମିତ। ବର୍ତ୍ତମାନ ଆମେ ସମସ୍ତେ ସେଇ ଯୁଦ୍ଧ ଭୂମିରେ ଉପସ୍ଥିତ ମହାପ୍ରଭୁଙ୍କ ସହିତ ଏଇ ଭାଗବତ କାର୍ଯ୍ୟକୁ କିପରି ଭାଗବତ ଅଭିବ୍ୟକ୍ତି ଭାବେ କରିପାରିବା, ତାହା ହିଁ ଆଜି ଆଲୋଚନାର ବିଷୟ। ଏହି ମହାନ କାର୍ଯ୍ୟରେ ମା ଅଜ୍ଞାନୀ ଜଡ଼ ପ୍ରାଣ ମନ ସନ୍ତାନଟିକୁ କିପରି ପ୍ରସ୍ତୁତ କରିବା ପାଇଁ କୃପା କରି ଏ ଜଡ଼ ଶରୀରର ସନ୍ତାନଟିର ମୂଲ୍ୟ ନିର୍ଦ୍ଧାରଣ କରିବେ, ସେ କେତେ ପ୍ରସ୍ତୁତ। ପ୍ରଥମେ ସନ୍ତାନ ନିଜକୁ ଜାଣିବ, ସେ କିଏ, କାହିଁକି ଆସିଛି, କାମ ତାର କଣ, କିପରି ମନୋଭାବରେ ସେ କର୍ମ କରିବ, ପ୍ରେରଣା କେଉଁଠୁ ପାଇବ। ଦୁଇରେ ନିଜକୁ ଜାଣିବା ପାଇଁ ତା ଶରୀର, ତା ମନ, ତା ପ୍ରାଣ ଯେଉଁ କାମ କରିବେ ସେମାନଙ୍କୁ ପ୍ରଥମେ ନିରୀକ୍ଷଣ କରିବ। ଯୋଉ ଶରୀର ମନ ପ୍ରାଣ ଧରି ଭଗବତ କର୍ମ ପାଇଁ ସେ ବାହାରିଛି, ପ୍ରଥମେ ଆଗେ ସେମାନଙ୍କୁ ପରୀକ୍ଷା କରିବ। ଯନ୍ତ୍ର ଧାରୁଆ ଅଛି କି କଳଙ୍କି ଲାଗିଛି କି ଧାର ନାହିଁ, ତାକୁ ପରିଚାଳନା କରିବା ପାଇଁ ଯେଉଁ ତାଲିମ ଦରକାର, ତାହାକୁ କିପରି ନେବ। ମା ବହିର 2ୟ ଅଧ୍ୟାୟରେ ମନ ପ୍ରାଣ ଶରୀରର ଗୁଣଧର୍ମ, ବ୍ୟକ୍ତିଗତ ପ୍ରଚେଷ୍ଟା ସବୁ ଦିଆହେଇଛି। ଆଉ ତାଲିମ ପାଠ ଚକ୍ରରେ ମା ଦେବେ। 3 ଏଇ ଜଡ଼ ଶରୀରଟି ଜୀବନ୍ତ ବିକାଶଶୀଳ, ମନୋବୁଦ୍ଧି ପ୍ରାଣରେ ପ୍ରଚୁର ଶକ୍ତି, ଶରୀରଟି ସେବକ ତୁଲ୍ୟ। ଏ ସମସ୍ତେ ମହାପ୍ରଭୁଙ୍କ ସେବକ, ଯାହା ଈଶ୍ୱର ଶକ୍ତି ପୁରୁଷ ପ୍ରକୃତି ଭାବରେ ଏ ସଂସାରରେ କାର୍ଯ୍ୟରତ। ଯେଉଁ ଗୁଣ ଗୁଡିକ ମଣିଷ ଶରୀର ମନ ପ୍ରାଣରେ ନିମ୍ନ ଚେତନାରେ ଅଛନ୍ତି, ସେମାନେ ନିମ୍ନମାନର। ଏ ମହାନ କାମ ସେମାନେ କଣ କରିପାରିବେ? ମା କହୁଛନ୍ତି, ବ୍ୟକ୍ତିଗତ ପ୍ରଚେଷ୍ଟା ଜାରି ରଖ, କାମ ତୋର ନୁହେଁ, କାମ ମୋର। ତୁ ଖାଲି ବିଶ୍ୱାସ, ଭରସା, ସମର୍ପଣ, ନିର୍ଭରତା ସହ କାର୍ଯ୍ୟଟି ମୋତେ ସମର୍ପଣ କରିଦେ। କଷ୍ଟ ହେଲେ ବି ବ୍ୟକ୍ତିଗତ ପ୍ରଚେଷ୍ଟା ନିଷ୍ଠାର ସହ କର। ଏହି ବ୍ୟକ୍ତିଗତ ପ୍ରଚେଷ୍ଟାରେ ମଧ୍ୟ କେତେ ବିରୋଧୀ ଶକ୍ତି ମାନଙ୍କଠୁ ଛେଚା କଚଡା ଖାଇବାକୁ ପଡିବ, ତଥାପି ନିରସ୍ତ ହେବା ନାହିଁ। କାମ ମହାପ୍ରଭୁଙ୍କର। ମନକୁ ପ୍ରସ୍ତୁତ କରିବା। ମନ ଯଦି ପ୍ରସ୍ତୁତ, ମନ ଯଦି ମାଙ୍କ ଯନ୍ତ୍ର, ସେ ତାର ଦାୟିତ୍ୱ ନେଇଛନ୍ତି, ତେବେ ଆମେ କରିଚାଲିବା ନିରାଶ ନ ହୋଇ। ଯନ୍ତ୍ରଣା ଆସିବ, ହତାଶା ଆସିବ, ବିଫଳତା ଆସିବ, ସେତେବେଳେ ଆମେ ଭୁଲିବାନି ପରୀକ୍ଷା ପାଇଁ ଏସବୁ ଯାତନା। ଏହାର ପଛକୁ ଚାହାଁ, ମା ହସୁଛନ୍ତି। ଡରିଗଲୁ କି, ଭୟ କରୁଛି କି, ମୁଁ ପରା ଅଛି। ତେଣୁ ମନେ ରଖିବା, ବିନା ସମର୍ପିତ ମନ ପ୍ରାଣରେ ମା କିଛି ବି କରିବେ ନାହିଁ। ତାପରେ ଆସିବେ କାମନା ବାସନା, ଏମାନେ ସବୁ ଧାଡି ଦେବେ। ଆମ ମନ ପ୍ରାଣକୁ କାବୁ କରିବାକୁ ପ୍ରବଳ ଉଦ୍ୟମ କରିବେ। ଆମେ କେବଳ ସେଇ ପ୍ରାର୍ଥନା ନାମ ଜପ ମାଙ୍କ ଶରଣରେ କରୁଥିବା। ସେମାନେ ବିରୁଳି ମାରିଲା ପରି ଦୌଡ଼ି ପଳାଇବେ। ନିରୋଳା ଦେଖି ବାରବାର ଆସିବେ। ସେଇ ପ୍ରାର୍ଥନା, ସେଇ ନାମ ଜପ କେବେ ଛାଡିବାନି। ପୁଣି ସେମାନେ ବିନ୍ଧିବେ, ଆମ ଯନ୍ତ୍ରଣା ହେବ, ଆମ କାମ ଆମେ କରିବା, ମାଙ୍କୁ ପ୍ରାର୍ଥନା କରିବା, ଶକ୍ତି ଦିଅ ସବୁ ସହିବା ପାଇଁ। ତାପରେ ଆସିବେ ନିନ୍ଦା ଅପମାନ,
ସେମାନେ ବି ଆସିବେ। ସେଇ ପ୍ରାର୍ଥନା ନାମ ଜପ ଏପରି ମାଙ୍କ ଚରଣରେ ସମର୍ପଣ ସବୁ କରି ଯନ୍ତ୍ରଣା ସହି ସହି ଲହୁ ଲୁହରେ ମାଙ୍କ ଚରଣ ଧୋଇଦେବା, ଦେଖିବ ମା ଉଠି ଆସି ତୁମ ଲୁହ ପୋଛି ଦେଉଛନ୍ତି। ସାଧନା এই ଆଧାରରେ ପ୍ରକାଶ ପାଇଁ କଣ ମନୁଷ୍ୟ ଜାତିକୁ ପ୍ରଭୁ ମା ବାର୍ତ୍ତା ଦେଇଛନ୍ତି। ଏକରେ ସେ ଦେଶ ମହାଦେଶର ମନୁଷ୍ୟ ଜାତି ସକଳ ବାଛିନୀୟ ସତ୍ୟ ବା ରସାଦ, ଏଇ ଯୋଉ ସତ୍ୟ ପ୍ରକାଶ ହବା ପାଇଁ ପ୍ରତିଷ୍ଠା ହେବା ପାଇଁ ମହାପ୍ରଭୁ ଆସିଛନ୍ତି। ମନୁଷ୍ୟ ଜାତି କହୁଛନ୍ତି ବାଛିନୀୟ ସତ୍ୟ ବା ରସାଦ। 2 ନମ୍ବରରେ କହିଛନ୍ତି the world is preparing for a big change, will you help? ନୂତନ ଜଗତ ବଢା ଯାଉଛି, ତୁମେ ତାହା ସାହାଯ୍ୟ କରିବ କି? 3 ନମ୍ବରରେ କହିଲେ ମନେ ରଖ ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆ ହୋଇଛି। 4 ନମ୍ବରରେ କହୁଛନ୍ତି ଏଇ ପୃଥିବୀରେ ଏଇ ଜଡ ଦେହରେ ମୋତେ ଖୋଜିଲେ ତୁ ପାଇବୁ, ଏହା ଛଡା କେଉଁଠି ବି ନୁହେଁ। ମୋତେ ନ ପାଇବା ଯାଏ ତୋର ମୁକ୍ତି ନାହିଁ। ତେଣୁ ମଣିଷ ମୃତ୍ୟୁ ପରେ ପୁଣି ଜନ୍ମୁଛି ଏଇ କାମ ପୂରଣ ପାଇଁ, ବାର ବାର ଜନ୍ମ ମୃତ୍ୟୁ ଦେଇ ଚାଲିଛି। ତେଣୁ ମନେ ରଖ ଏକଥା ଯେପରି ଆଉ ଭୁଲି ନ ଯାଉ। 5ରେ ସାବିତ୍ରୀରେ କହିଛନ୍ତି ଏଭଳି ସମୟ ଦିନେ ଆସିବ, ଘୋର ଅନ୍ଧକାର ଯେତେବେଳେ ପୃଥିବୀର ଘୋଟି ରହିଥିବ, ସେ ଅଜ୍ଞାନ ମନ ତଳେ ଚୁପି ଚୁପି ଶୁଣି ପାରୁନଥିବା ପଦକ୍ଷେପରେ ତୁମ ଅନ୍ତର କକ୍ଷରେ ଏକ ମହାଶକ୍ତି ଆସି ପ୍ରବେଶ କରିବେ। ଦ୍ୱାର ସବୁ ଖୋଲିଦେବେ। ଭଗବାନ ଆସି ଜୋର କରି ମହାନନ୍ଦର ଭୋଗ ତୁମକୁ ପ୍ରଦାନ କରିବେ। ସେତେବେଳେ ପୃଥିବୀ ଅପ୍ରତ୍ୟାଶିତ ଭାବେ ଦେବତ୍ୱ ପ୍ରାପ୍ତ ହେବ। ଏ ସବୁ ସମ୍ଭବ ଯୋଗ ଦ୍ୱାରା। ତେଣୁ ସେ ଯୋଗ ଦ୍ୱାରା କିପରି ଆମେ ବାଟ ପାଇବା, ବିପଦ କବିତାରୁ ଗାଉଛି। ଯୋଗ ଦ୍ୱାରା ଖୋଲେ ମନର ଝରକା, ଅଦେଖାକୁ ଦେଖି ହୁଏ। ଯୋଗ ଦ୍ୱାରା ଖୋଲେ ଜ୍ଞାନର ଦୁଆର, ଅଜଣାଙ୍କୁ ଜାଣି ହୁଏ। ଯୋଗ ଦ୍ୱାରା ଅବତରଣ କରନ୍ତି ପ୍ରଭୁ ଜଡ ଆଧାରରେ, ପରମ ମଙ୍ଗଳ ସତ୍ୟ ସନାତନ ହୃଦୟ ଊର୍ଦ୍ଧ୍ୱେ ସବୁଠାରେ। ଯୋଗ ଦ୍ୱାରା ଆମେ ଜାଣିବା ନିଜକୁ, ନାମ ଚିହ୍ନ ସତ୍ୟ ନୁହେଁ। ଯୋଗ ଦ୍ୱାରା ନିଜ ପରିଚୟ ପାଇ ପଥେ ଅଗ୍ରସର ହୁଏ। ଯାହାଠୁ ଆସିଛୁ ଯିଏ ଆଣିଅଛି ଏ ଜୀବନ ଦେହ ଧରି, ଶରୀର କେବଳ ମାଧ୍ୟମ ଅଟଇ ତାଙ୍କ କର୍ମ ଶାନ୍ତି କରି। ଯୋଗ ଦ୍ୱାରା ଆମେ ସଚେତନ ହେଉ କାହିଁକି ଆମ ଜୀବନ ତାଙ୍କ କାମେ ଯେବେ ଲୋଡା ନ ହୋଇବା ଦିକ ଆମ ଜୀବନ ବୃଥା ହୁଏ ଯେବେ ପ୍ରଭୁଙ୍କୁ ନ ଜାଣେ। ଜୀବନଟା ଅକାରଣ, ଖାଇବା ବଞ୍ଚିବା ଆରାମ କରିବା ପାଇଁ ନୁହେଁ ଜୀବନ। ଯୋଗ ଓ ସଂସାର ଅଲଗା ନୁହେଁ। ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣ ଯୋଗେ ଅଜ୍ଞାନରେ ମନ ବୁଝି ନ ପାରିଲେ ବୁଝିବ ଯୁକ୍ତ ହୋଇଲେ। ଯୋଗ ଦୂର କରି ମଳିନତା ଯେତେ ଆମ ଦେହେ ଥାଏ ଜଡ଼ି, ମନୁ ଅହଙ୍କାର ସ୍ୱାର୍ଥ ସନ୍ଦେହ ସବୁ ଦେଉଥାଏ ଝାଡ଼ି। ବିଚ୍ଛିନ୍ନ ହୀନ ପରମଙ୍କ ଠାରୁ ଏ ସଂସାର ଦୁଃଖମୟ, ଯୋଗଯୁକ୍ତ ହେଲେ ତାଙ୍କରି ସହିତ ଜୀବନ ଆନନ୍ଦମୟ। ଯୋଗ ଦ୍ୱାରା ଆକର୍ଷିତ କରିଥାନ୍ତି, ଆମେ ଆକର୍ଷିତ ହେଉ ତାଙ୍କରି